ବିଜୁ ଜନତା ଦଳରେ ଆପଣ ଦେଖୁଥିବେ ପ୍ରାୟ ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଚାଲିଛି। ବିଶେଷ କରି ଏହି ସପ୍ତାହ ଭିତରେ ଏଭଳି ମିଶ୍ରଣ ହେଲାଣି ଯେଉଁଥିରେ କି ଅନ୍ୟ ଦଳମାନେ ମଧ୍ୟ ଭୟଭୀତ ହେଇଗଲେଣି ଯେ ବିଜୁ ଜନତା ଦଳ ଯେଉଁ ନେତାମାନଙ୍କୁ ଯେଉଁ କର୍ମୀମାନଙ୍କୁ ନେଇ ସାମିଲ କରୁଛି ସେଇମାନେ ପୂର୍ବ ଦଳର ମୁଖ୍ୟ କର୍ମକର୍ତ୍ତା ଥିଲେ। ଉଦାହରଣ ସ୍ୱରୂପ ପ୍ରଦୀପ ବାବୁ ମଧ୍ୟ ବିଧାନସଭା ପ୍ରାର୍ଥୀ ଥିଲେ ବିଜେପିର, ଦୁଇ ଥର ନିର୍ବାଚନ ଲଢ଼ିଥିଲେ, 62,000ରୁ ଅଧିକା ଭୋଟ ପାଇଥିଲେ। କିନ୍ତୁ ସିଏ ଆସିକି ମଧ୍ୟ ବିଜୁ ଜନତା ଦଳ ସାମିଲ ହେଲା ପରେ ନିଶ୍ଚିତ ଭାବରେ ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲାରେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ମଜବୁତ ହେଲା। ଲୋକଙ୍କ ବିଶ୍ୱାସ ବି ଆସିଲା ଯେ ଯଦି ପ୍ରଦୀପ ନାୟକ ବିଜେପି ଛାଡ଼ି ପାରୁଛନ୍ତି ତାହେଲେ ଅନ୍ୟମାନଙ୍କ ପାଇଁ କାହିଁକି ତାହା ସମ୍ଭବ ନ ହେବ। ସେହି ପରିପ୍ରେକ୍ଷୀରେ ଆପଣ ଦେଖୁଥିବେ ଆଜି ଧବଳେଶ୍ୱର ପଣ୍ଡା ଯିଏ ଅଛନ୍ତି ମୁଖ୍ୟ କୋରକୋରା ପଞ୍ଚାୟତର, ତାଙ୍କ ନେତୃତ୍ୱରେ ଆଜି ପ୍ରାୟ ଶତାଧିକ ବିଜେପି କର୍ମୀ ଯେଉଁମାନେ କି ଦଳ ଗଢ଼ିଥିଲେ ସେଠି, ତାଙ୍କ ଭିତରୁ ମଧ୍ୟ କିଛି କର୍ମୀ ଆମ ସହିତ ଯେଉଁମାନେ ଥିଲେ ସେମାନେ ମଧ୍ୟ ଚାଲି ଯାଇଥିଲେ କୌଣସି କାରଣରୁ, ସେମାନେ ମଧ୍ୟ ଫେରି ଆସିଲେ। କିନ୍ତୁ ମୁଖ୍ୟତଃ ବିଜେପିର ଯେଉଁମାନେ ସେଠି ମୂଳଦୁଆ ପକାଇଥିଲେ ସେମାନେ ମଧ୍ୟ ଆଜି ବିଜେଡିରେ ଆଜି ସାମିଲ ହେଲେ ଏବଂ ସଂକଳ୍ପ ନେଲେ, ଶପଥ ନେଲେ ଯେ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳକୁ କୋରକୋରା ପଞ୍ଚାୟତରେ ଅଧିକ ଭୋଟ ଦେଇ 2019 ଅପେକ୍ଷା ପ୍ରମାଣ କରାଇବେ। ସେମାନଙ୍କ ମିଶ୍ରଣ ଫଳରେ ବିଜୁ ଜନତା ଦଳ ଆହୁରି ମଜବୁତ ହେଇଛି। ତେଣୁ ସେହି ଦୃଷ୍ଟିରୁ ସେମାନଙ୍କୁ ଆମେ ଯେଉଁମାନେ ଆଜି ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି, ସେ ଯୁବକ ହୁଅନ୍ତୁ, ବୁଦ୍ଧିଜୀବୀ ହୁଅନ୍ତୁ, ବୟସ୍କ ଲୋକ ହୁଅନ୍ତୁ, ଆମେ ତାଙ୍କୁ ସ୍ୱାଗତ କରୁଛୁ ଏବଂ ଆମର ଆଶା ଭରସା ଅଛି ତାଙ୍କର ଯୋଗଦାନ ଫଳରେ ବିଜୁ ଜନତା ଦଳ ଖାଲି କୋଲକାତାରେ ନୁହେଁ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ମଜବୁତ ହେଲା ଏବଂ ନବୀନ ବାବୁଙ୍କ ଆଦର୍ଶ ବିଜୁ ଜନତା ଦଳର ଯେଉଁ କାର୍ଯ୍ୟକ୍ରମ ଯାହାର କି ଲକ୍ଷ୍ୟ ରହିଛି ଏକ ବିକଶିତ ଓଡ଼ିଶା ଗଠନରେ, ସେଥିରେ ମଧ୍ୟ ସେମାନେ ଅନ୍ତର୍ଭୁକ୍ତ ହେଲେ ଏବଂ ତା ସହିତ ଆଗାମୀ ଦିନରେ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇ ସେ କାର୍ଯ୍ୟକ୍ରମକୁ ସଫଳ କରିବେ। ବିଶେଷ କରି 1 ତାରିଖ ନିର୍ବାଚନ ଯେଉଁ ଆସୁଛି, ବିଜୁ ଜନତା ଦଳ ପାଇଁ ଜଣେ ଜଣେ ସୈନିକ ସେନାପତି ଏହି କାର୍ଯ୍ୟ କରି ନିଜ ନିର୍ବାଚନ ନିଜ ବୁଥ ସହିତ ପଞ୍ଚାୟତରେ ଏବଂ ସର୍ବୋପରି ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଯେଉଁଠି ତାଙ୍କର ଯେଉଁ ସମ୍ପର୍କୀୟ ଅଛନ୍ତି ଲାଗିକି ବହୁ ଭୋଟ କିଭଳି ବିଜୁ ଜନତା ଦଳ ପାଇବ ସେଥିପାଇଁ ସେ ଚେଷ୍ଟା କରିବେ ଏବଂ ଭୋଟ ଉପରେ ଆମ ପାଇଁ ସେମାନଙ୍କ ମିଶ୍ରଣ ଦଳ ପାଇଁ ଏକ ଶୁଭଙ୍କର।